ଆପଣ ଟିକେ ମତେ ସରଳ ଉପାୟରେ ବୁଝେଇବେ ଯେ ଅନ୍ତର କଥା ସେ କେମିତି ଜାଣିବେ। ଶୁଣ ତମେ ଏ କଥା କହିଲ ମୁଁ ସେ କଥା କହୁଛି ଖାଲି ତମକୁ ଯେ ମନ ଯେତେବେଳେ ସ୍ଥିର ହେଇଯିବ ଆଜ୍ଞା ତମ ମନ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ସ୍ଥିର ହେଇଯିବ ତେଣୁ ତମ ଚିତ୍ତ ଶୋଧନ ହେଇଗଲା। ଚିତ୍ତ ଶୋଧନ ବେଳେ ଅନ୍ୟମାନଙ୍କର ଭାବ ତରଙ୍ଗ ତମ ହୃଦୟ ପ୍ରତିଫଳିତ ହେବ। ବୁଝିପାରିଲେ କି? ତେଣୁ ମନେ କରାଯାଉ ସେ ସାଧୁଙ୍କର ଚିତ୍ତ ଶୋଧନ ହେଇଯାଇଛି, ସେ ସାଧୁଙ୍କର ମନ ସ୍ଥିର ହେଇଯାଇଛି। ତାଙ୍କର ଯେତେବେଳେ ମନ ସ୍ଥିର ହେଇଯାଇଛି ତମର ଭାବ ତରଙ୍ଗ ତାଙ୍କଠି ପ୍ରତିଫଳନ ହଉଛି। ତାର କାରଣ ହଉଛି ଶୁଣ ଯେ ପ୍ରତ୍ୟେକ ଯେମିତି ନ୍ୟୁଟନ କହିଥିଲେ ଯେ ଏଭ୍ରିବଡି ଆଟ୍ରାକ୍ଟ ଏଭ୍ରି ଅଦର ବଡି। ତାମାନେ ପ୍ରତ୍ୟେକ ବସ୍ତୁର ଗୋଟେ ମାଧ୍ୟାକର୍ଷଣ ନାମକ ଶକ୍ତି ରହିଛି। ପ୍ରତ୍ୟେକ ବସ୍ତୁର ଗୋଟେ ବସ୍ତୁ ଆଉ ଗୋଟେ ବସ୍ତୁକୁ ଆକର୍ଷଣ କରୁଛି ଏବଂ ବଡ ବସ୍ତୁ ଛୋଟ ବସ୍ତୁକୁ ଆକର୍ଷଣ କରୁଛି ତା ନିଜ ଠାରେ ନେଇକି ମାନେ ଆକର୍ଷଣ କରିକି ଟାଣି ଆଣୁଛି ତା ନିକଟକୁ। ବୁଝିପାରିଲେ? ସେଇଭଳି ପ୍ରତ୍ୟେକ ବ୍ୟକ୍ତିର ଭାବ ତରଙ୍ଗ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଉପରେ ପ୍ରତିଫଳିତ ହୁଏ। ତମେ ଯାହା ଭାବୁଛ ସେ ଭାବନା ଶକ୍ତି ମୋ ପାଖରେ ଆସିକି ପ୍ରତିଫଳିତ ହୁଏ। ମାତ୍ର ମୋର ଯଦି ମନ ସ୍ଥିର ନଥିବ, ମୋର ଯଦି ମନ ଚଞ୍ଚଳ ଥିବ, ମୋର ଯଦି ମନର ଚଞ୍ଚଳତା ରହିଥିବ, ଚିତ୍ତର ଶୁଦ୍ଧତା ନଥିବ, ତମ ଭାବ ତରଙ୍ଗକୁ ମୁଁ ଜାଣିପାରିବି ନାହିଁ। ବୁଝିପାରିଲ? ସେମିତି ଆମ ସଂସାରରେ ପ୍ରତ୍ୟେକ ଲୋକର ଭାବ ତରଙ୍ଗ, ତମ ସ୍ତ୍ରୀର ଭାବ ତରଙ୍ଗ ତମ ପାଖକୁ ଯାଉଛି, ତମର ଭାବ ତରଙ୍ଗ ତମ ମା ପାଖକୁ ଆସୁଛି, ତମର ବାପା ଭାବ ତରଙ୍ଗ ତମ ପୁଅ ପାଖକୁ ଯାଉଛି। ପ୍ରତ୍ୟେକ ଲୋକ ଯିଏ ଯାହାକୁ ଭାବେ ତାର ଭାବ ତରଙ୍ଗ ସେ ଲୋକ ପାଖରେ ଯାଇକି ନିଶ୍ଚୟ ପହଞ୍ଚେ। ଏଇଟା ହଉଛି ବିଧିର ନିୟମ। କିନ୍ତୁ ହେଇଛି କଣ ନା ସେଇ ଭାବ ତରଙ୍ଗଟା ଯାହା ପାଖରେ ପହଞ୍ଚେ ସେ ଲୋକର ଚିତ୍ତ ଅଶୁଦ୍ଧ ଏବଂ ଚିତ୍ତ ଚାଞ୍ଚଲ୍ୟ ଥିବା ହେତୁ ସେ ଭାବ ତରଙ୍ଗକୁ ସେ ଜାଣିପାରେ ନାହିଁ। ବୁଝିପାରିଲେ? ତେଣୁ ସାଧୁଙ୍କର ଯେତେବେଳେ ଚିତ୍ତ ଶୁଦ୍ଧି ହେଇଗଲା ଏବଂ ତାଙ୍କର ମାନେ ମନ ସ୍ଥିର ହେଇଯାଇଛି, ଚିତ୍ତ ଶୋଧନ ହେଇଯାଇଛି, ତାଙ୍କ ପ୍ଲେଟ ଟା ପୁରା ପରିଷ୍କାର ଅଛି। ବୁଝିପାରିଲେ? ତାଙ୍କ ଦର୍ପଣରେ ଆଉ ମଳି ନାହିଁ। ହେଲା କଣ ବୁଝିପାରିଲେ ନା? ତେଣୁ ତମେ ଯେତେବେଳେ ଯୋଉ ଭାବ କରୁଛ ସେ ଭାବଟା ତାଙ୍କ ହୃଦୟରେ ପ୍ରତିଫଳିତ ହଉଛି ଏବଂ ସେ ଜାଣିପାରୁଛନ୍ତି। ତା ତତ୍ତ୍ୱଟା ବୁଝିପାରିଲେ ନା? ତାର କାରଣ ହଉଛି କଣ ନା ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବଙ୍କର ବୁଝିପାରିଲେ ସେ ହଉଛନ୍ତି ତ୍ରିକାଳଜ୍ଞ। ସେ ତମର ଭାବ ତରଙ୍ଗ ମାନେ ଅତୀତ ବର୍ତ୍ତମାନ ଭବିଷ୍ୟତ ତିନି କାଳର କଥା ସେମାନେ ଜାଣିପାରନ୍ତି। ବୁଝିପାରିଲେ? କାହିଁକିନା ସେମାନଙ୍କର ଚିତ୍ତ ହେଇଛି ଶୁଦ୍ଧ ହେଇଯାଇଛି ନା। ତେଣୁ ଆମର ଯେତେବେଳେ ଚିତ୍ତ ଶୁଦ୍ଧ ନାହିଁ ଆମେ ଜାଣିପାରନ୍ତି ନାହିଁ। ଏପରିକି ଯେ ଆଜି କେତେ ଜଣ ଲୋକ ଆସିବେ ମଠକୁ ସେ କଥା ତାଙ୍କୁ ଜଣା। ସେ ମତେ କହିଲେ କେତେ ଚାଉଳ ପକଉଛୁ? ମୁଁ କହିଲି ଆଜ୍ଞା ଏତିକି ଚାଉଳ ପକଉଛି। କହିଲେ ନା 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 ଆଉ ଏତିକି ଚାଉଳ ପକା, କାହିଁକି ନା ମତେ ଦେଖାଉଛି ଧୋଳା ଧୋଳା ଦେଖାଲାଣି ସେ 2-3 ଜଣ କିଏ ଆସୁଛନ୍ତି। ତା ଅର୍ଥ ତାଙ୍କ ଚିତ୍ତ ବିଶୁଦ୍ଧ ହେଇଯାଇଛି, ସେ ସବୁ ପ୍ରତିଫଳନ ହେଇଉଠେ। ଆମର ବାବୁରାମ ମା ଥିଲେ ମଠରେ, ସିଏ ମଧ୍ୟ ସିଏ ବି ମତେ କହନ୍ତି କହିଲେ ଆରେ ଏ ଯେ ଏଇ କଣ ଦେଖା ହଉଛି କଣ ଏମିତି କଣ ରୂପ ଦେଖାଲାଣି ଯେ 2-3 ଜଣ ଆସିଲେଣି ତୁ ଚାଉଳ ପକା। କାହିଁକି ନା ଚିତ୍ତ ଯେତେବେଳେ ଶୋଧନ ହେଇଯାଏ, ବୁଝିପାରିଲେ ନା, ଏସବୁ ଗୁଡା ସବୁ ପ୍ରତିଫଳିତ ହେଇକି ହୁଏ। ହେଲା, ଯେତେବେଳେ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ଦେହ ତ୍ୟାଗ କଲେ, କୋଉଠି କାଲକାଟା ମାଟିଆ ବ୍ରିଜରେ ଦେହ ତ୍ୟାଗ କଲେ, ମୁଁ ତାଙ୍କ ପାଖରେ ଥିଲି। ତାଙ୍କୁ ଯେତେବେଳେ ଆମେ ନେଇକି ଆସିଲୁ ଗୁରୁଙ୍କ ଚାଲିଯିବାର ମଧ୍ୟରେ ମନ ଭିତରେ ଟିକେ ରହିଛି ଯେ ମନସ୍ତାପ ଥିଲା। ତେଣୁ ମୋ ପାଟିରୁ ଦିପଦ ବାହାରି ପଇଲା, ମୁଁ କହୁଛି ଶୁଣ। ଅନ୍ତର କଥା ମୋ କହିବାକୁ ଆଉ ରହିଗଲା କିଛି ବାକି, ଆଉ ସତେ ଫେରିବ କି ଦୟାନିଧି ଆଉ ସତେ ଫେରିବ କି। କଣ ବୁଝିପାରିଲ ନା? ଅନ୍ତର କହିବାକୁ ଆଉ ରହିଗଲା କିଛି ବାକି ଦୟାନିଧି ଆଉ ସତେ ଫେରିବ କି। ଏଇ କଥାର ଝଙ୍କାର ସିଏ ଦେହ ତ୍ୟାଗ କଲା ପରେ ମଧ୍ୟ ତାଙ୍କ ପାଖରେ ଯାଇକି ପହଞ୍ଚିଲା ଏବଂ ସିଏ ଆସିକି ଆମକୁ ସେ ଚିନ୍ତା କଲା ପରେ 21 ଦିନ ଭିତରେ ମଧ୍ୟ ସିଏ ଆମ ପାଖରେ ଆସିକି ପହଞ୍ଚିଲେ, ଆମକୁ ଦେଖା ଦେଇଛନ୍ତି। କଣ ବୁଝିପାରୁଛ ନା? ତେଣୁ ସାଧୁ ସନ୍ନ୍ୟାସୀ ମାନଙ୍କର ଚିତ୍ତ ସର୍ବଦା ଶୁଦ୍ଧି। ସେଥିପାଇଁ ଆମର ଗୋଟେ କଥା ଅଛି ଓଡ଼ିଆରେ, ସାଧୁ ସାବଧାନ। ଅର୍ଥାତ୍ ସାଧୁ ମାନଙ୍କୁ ତମେ ସାବଧାନତାର ସହିତ କଥା କୁହ। କାହିଁକି
तांको चित्त जेतेबेले शुद्धि तांको वाक्य जेतेबेले शुद्धि तुमको सी जहाँ कहे सी सेया हो बर देले आशीर्वाद हम अभिशाप देले अभिशाप रे परिणत हो तेणु तांको पश्चिम काले तमें मन भितर रगेब ना कि मन भितर दुख दब ना जेतिकी जदि तमें सेवा कर आशीर्वाद छड़ा तमें किसी पाइब ना है तमें आशा कर न कर तमें जी सेवा कल भर जी बाहर सी तुम पाखे आशीर्वाद रे परिणत होगा तेणु आज ये मन रख जेकोसी साधु सन्यासी जब प्रकृत साधु तुम देखिल तमें सेवा कर चल सेवा कर चलले तुमर कौन हम ना तुम पक्षक आशीर्वाद आसो भागवत नाई ए जीव साधु संग बीनो लभी न पारे मोर तनु गोप कामिनी ब्रज नारी ए साधु संगे गले तरी कीट पतंग खग मृग ए साधु संगे मुख्य जोग सुन हे भक्त उत्तम ए जीव स्वभावे निर्गुण ईश्वर निरंजन एहि माया सयले देह बही एणु अविद्या नाम तार एगेनी मुख्य कले बर कौन बुझी पार्छ ना तेणु साधु संग हूँ सबुठ बड़ संग साधु केते प्रकार साधु संग अच्छी कौन साधु संग तमें जो साधु को तमें टिके नास्ता पानी दे विदा कले ये भी गोटे साधु संग किंतु आउ गोटे भल साधु होती किए से ना गुरु सद्गुरुंकर जो वाक्य ताही हूँ साधु बुझिपार सद्गुरु को तुम चरणाश्रित होगी किसी नाम स्मरण कल से नाम को जब तुम अहरह स्मरण कल ताही हूँ साधु संग बुझिपार गोटे गुरु पाखक जाइकी आमे गोड़ मोड़वा सेवा करवा पुले खाइबा को लेकिन दबा ये सब माने मटर करवा तो ठीक ताकू जदि करने तुम अक्षम हुओ केवल जदि बसिकी दिन राति 24 घंटा नाम स्मरण कर से भी साधु संग से गुरु अन्य गुड़ाक जी संतुष्ट न हे तुम नाम स्मरण कले सी तुम्हें भी सेटा साधु संग है सूक्ष्म साधु संग है गुरु तुम उपर माने अतिरिक्त प्रीत हे बुझिपारे ना मोर कहवा कथा शुण यही हूँ साधु संगर महिमा है तमें जो प्रश्न पचार उत्तर पाइल तो उत्तर तो पाइल संतुष्ट भावर आदान प्रदान आम बाइटेंग मठ हूँ आम दयानंद परमहंसଙ୍କର मूल निज धाम बुझे बाइटेंग गोटे विशेषत्व आम देखू कौन देखू ना से जगह कई क्या जाति पचारती नहीं आ किए सी शिष्य अशिष्य से कथा पचारती नहीं बुझे तुम सकाल जीव भोक लगुच ए हाँडी पखाड़ अच्छी तुम जीव बाढ़ आण खाइब कई तुमको पचारे तुम कौट आसिल तुम कौन तुम चिन्हा कि अच्छी ना कई पचारती यही गोटे विशेष विशेष घटना आम बाइटेंग मठरे आउ द्वितीय कथा हूँ जे अंतर कथा जो कहल साधु मैंने जापारती मु तार गोटे उदाहरण दूसरी शुण दिने मो जीवन अनुभूति दिने जड़े स्त्री लोक सी तार गोटे छुआटे काखेक आसिक बाइटेंग मठरे पहुँचला दिन प्राय 12टा पाखापाखि हम से नीति प्राय सरी आसला आमर राजीव बाबा बोली जड़े था से रोषेईवास करते मुझे जोगाड़ा कर जोगाड़ करदिए अच्छा से स्त्री लोक जो आसी खाइबा को मागिला गुरु से कहला अरे राजीव राजीव ए जड़े से स्त्री लोक किए खाइबा को दूची तू आड़िकी दे से राजीव नना कहले कहले आज्ञा से बा महापुरुष पाखे नीति है आमी खाइबा को देमी गुरु कहले हे तू खाइबा को दे से नीति तारी पाखे हम सेठू जमी कथा कहले से सी मन मन कहले हे मुदेवी माने एक गुरु को सी कहना मन रे यही कथाटा जाग्रत जाग्रत है गुरु जानी पारे गुरु कौन कला ना निजे चलीगले गोटे परशुणी धरिकी बाढ़िया जमी चलीगले मु कौन कली ना से परशुणीटा हाथ छड़ाइले मुझे आगे आप बसतु मुझे कहीं मु गुरु को कथा सपक्ष सी राजीव बाबा सपक्ष कले क्या सपोर्ट ने महापुरुष को महापुरुष पाखे नीति है मुझे देवी ना कौन बुझल ना
ମୁଁ ଦେଖିଲି ଯେ ଗୁରୁ ଚାହୁଁଛନ୍ତି ଦେବା ପାଇଁ ମୁଁ ଦେମି ସେ ନୀତି ହେଲା କେତେ ନହେଲା କେତେ ଗୁରୁଙ୍କ କଥାକୁ ମୁଁ ରଖିବି ଦୌଡ଼ି ଯାଇକି ତାଙ୍କୁ ପରଶୁଟା ଛଡ଼େଇ ଆଣି ମୁଁ ନେଇକି ତାକୁ ପତ୍ର ଖଣ୍ଡେ ଦେଇକି ମୁଁ ତାଙ୍କୁ ବାଢ଼ି ଦେଲି ଖାଇବାକୁ ଯେମିତି ବାଢ଼ି ଦେଲି ସେ ତୁମେ ବିଶ୍ୱାସ କରିବେନି ଆମର ଯେଉଁ ଲକ୍ଷ୍ମୀ ପୁରାଣ ଲେଖା ହେଇଛି ଯେ ବଳରାମକୁ ସେ ଦାସୀ ବାଢ଼ି ଦେଇକି ଯାଇକି ଆଉ ଆଣିଲା ବେଳକୁ ତା ଥାଳିରେ ନଥିବ ଠିକ୍ ସେଭଳି ଯେ ମୁଁ ଆଉ ଯାଇକି ବାଢ଼ିକି ଆଣିଲା ବେଳକୁ ତା ପତ୍ରରେ ନାହିଁ ତାମାନେ ସେ 2 ଦିନ ହେଲା ଖାଇନାହିଁ। ତେଣୁ ଏ କଥାଟା ଗୁରୁ ଜାଣିପାରିଲେ ଗୁରୁ ସେ କହିଲେ ଆରେ ନୀତି ତାରି ପାଖରେ ହବ ଅର୍ଥାତ୍ ଖାଇବାର ଦିଅ ମାଗୁଛେ ତାକୁ ନ ଦେଉ ତୁହି କେଉଁ ଦେବତାଙ୍କୁ ପୂଜୁଛୁ ଘଣ୍ଟା ବଜାଇ ବୁଝିପାରିଲେ ନା କଥାଟା କ'ଣ ଯେ ଖାଇବାର ଦିଅ ମାଗୁଛି ସେଠି ଆତ୍ମା ସେବା ହବ ଭୋଗ ସେଇଠି ହବ ଗୁରୁ କହୁଛନ୍ତି ବୁଝିପାରୁଛ କି ତାଙ୍କର ଅର୍ଥ ହେଉଛି ଆତ୍ମା ଠାରୁ ଦେବ ନାହିଁ ତ୍ରୟ ଭୁବ ଉଡ଼ା ବୁଡ଼ା ଚଳେ 56 କୋଟିରେ ଏକ ନାମକ୍ଷରେ ଔମ ତ୍ରିବୀଜ ସୂତ୍ରରେ କୀଟୁ ବ୍ରହ୍ମରେ ବିହରେ ସେ ପ୍ରାଣ ରୂପରେ କୀଟୁ ବ୍ରହ୍ମରେ ବୁଝିଲ ଯେ କୀଟୁ ବ୍ରହ୍ମ ପର୍ଯ୍ୟନ୍ତ ମଣିଷ ପର୍ଯ୍ୟନ୍ତ ସବୁ ଯେତେ ପ୍ରାଣୀ ଅଛନ୍ତି ସମସ୍ତ ଧୀରେ ପ୍ରାଣ ରୂପରେ ସେ ବିହାର କରୁଛି ଆମର ନାଁ ପ୍ରାଣୀ କାହିଁକି ଆମେ ପ୍ରାଣର ଅଧିକାରୀ ହେଇଥିବାରୁ ଆମର ନାଁ ହେଇଛି ପ୍ରାଣୀ ଆମେ ପ୍ରାଣ ଧାରଣ କରିଥିବାରୁ ଆମ ନାଁ ହେଇଛି ପ୍ରାଣୀ ତେଣୁ ଏ 56 କୋଟିରେ ଯେଉଁ ପ୍ରାଣ ରୂପରେ ଖେଳୁଛି ପ୍ରାଣ ହେଉଛି ସୂର୍ଯ୍ୟ ବୁଝିଲ ପ୍ରାଣ ସୂର୍ଯ୍ୟ ରୂପରେ ଦେହ ଭିତରେ ଯିଏ ଖେଳୁଛି ସେଇ ହେଉଛି କିଏ ସେ ନା ସେଇ ସୂର୍ଯ୍ୟ ହେଉଛି ସବିତା ସେଇ ସୂର୍ଯ୍ୟ ହେଉଛି ଗାୟତ୍ରୀ ପ୍ରାଣ ସୂର୍ଯ୍ୟକୁ କୁହାଯାଏ ଗାୟତ୍ରୀ ଦେହ ଭିତରେ ଯେଉଁ ପ୍ରାଣ ସୂର୍ଯ୍ୟ ରହିଛି ସେ ପ୍ରାଣ ସୂର୍ଯ୍ୟକୁ କୁହାଯାଏ ଗାୟତ୍ରୀ ସେ ପ୍ରାଣ ସୂର୍ଯ୍ୟ ହେଉଛି ଓଙ୍କାରର ପ୍ରତୀକ ସେଥିପାଇଁ କୁହନ୍ତି କ'ଣ ନା ଗାୟତ୍ରୀ ହେଉଛି ବେଦ ଜନନୀ ଓଙ୍କାର ରୂପେ ଥିଲା ବେଦ କେହି ନ ଜାଣେ ତାର ଓଙ୍କାର ରୂପରେ ଯଦି ବେଦ ଥିଲା ଗାୟତ୍ରୀ ଯଦି ବେଦର ଜନନୀ ସୁତରାଂ ଗାୟତ୍ରୀ ହେଉଛନ୍ତି ନିଜେ ପ୍ରଣବ ସ୍ୱରୂପା ବୁଝିପାରିଲ ତେଣୁ ଗାୟତ୍ରୀ ତତ୍ତ୍ୱ ଯଦି ଆମେ ନ ଜାଣିପାରିବା ଆମେ ହିନ୍ଦୁ ବୋଲିକି ଛାତିରେ ହାତ ଦେଇ କୋଉଠି ବିଶ୍ୱ ବ୍ରହ୍ମାଣ୍ଡରେ କହିପାରିବେନି ଆମେ ହିନ୍ଦୁ ବୋଲିକି ତେଣୁ ଯେଉଁ ଲୋକ ଗାୟତ୍ରୀ ତତ୍ତ୍ୱ ଜାଣିଛି ତାକୁ ତମେ ଜାଣିବ ସେ ହିନ୍ଦୁ ଯିଏ ଗାୟତ୍ରୀ ତତ୍ତ୍ୱ ନ ଜାଣିଛି ମୁଁ କହିବି ସେ ହିନ୍ଦୁ ନୁହେଁ ସେ ଅନ୍ୟ କ'ଣ ହେଇଥିବ କ'ଣ ବୁଝିପାରିଲ ଆଉ ଗୋଟେ କଥା ବାବା କୁହ ଆମର ଆତ୍ମା ଠାରୁ ଆତ୍ମା ଯିଏ ପରମାତ୍ମା ସିଏ ନା ଆତ୍ମା ଅଲଗା ପରମାତ୍ମା ଅଲଗା ଠିକ୍ ଅଛି ମୁଁ ତତେ ଗୋଟେ କଥା କହୁଛି ମୋତେ ବୁଝେଇ ଦେ ତାପରେ ତୁ କହିବୁ ତୋର ଝିଅ ଅଛନ୍ତି ନା ନାଇଁ ଆଜ୍ଞା ପୁଅ ଅଛନ୍ତି ନା ହଁ ଯଦି ପୁଅ ଅଛନ୍ତି ତୋ ପୁଅଟି ଯେତେବେଳେ ଛୋଟ ଛୁଆ ବେଳେ ଥିଲା ବୁଝିପାରୁଛୁ କି ତୋର ସିଏ ପୁଅ ହେଇଥିଲା ନୁହେଁ କି ବାହା ହେଇସାରିଲା ପରେ ତାର ଗୋଟେ ପୁଅ ହେଲା ସେ ବାପା ହେଇଗଲା ବୁଝିଲେ କି ଯିଏ ପୁଅ ଥିଲା ସେ ବାପା ହେଇଗଲା ଏ ବାପ 2 ଜଣ ଗୋଟିଏ କଥା ନା 2ଟା କଥା ନାଇଁ ଗୋଟିଏ କଥା ଆଜ୍ଞା ବାସ୍ ସେ କେତେବେଳେ ବାପ ହେଲା କେତେବେଳେ ପୁଅ ହେଲା ନା କାମ ନେଇକି ପିଲାର କର୍ମ ଯେତେବେଳେ କରୁଥିଲା ଛୁଆ ଦିନେ ତାକୁ ପୁଅ ବୋଲି ଆମେ କହୁଥିଲେ ବାଳୁତ ଯେତେବେଳେ ସେ ଘର ସଂସାର କରିକି ସେ ବାପା ହେଲା ତେଣୁ ତାକୁ ଆମେ ବାପ କର୍ମ ଯିଏ ପୁଅ ସେଇ ବାପା ବୁଝିପାରିଲ ତେଣୁ ଯିଏ ଜୀବାତ୍ମା ସେଇ ପରମାତ୍ମା ଜୀବ ପରମ ଏକ ଅଙ୍ଗ କେବଳ ଗତି ଭିନ୍ନ ସଙ୍ଗ ବୁଝିପାରୁଛ ଯଦି ଗୁଣ କରୁଛ ତାହେଲେ ବୁଝଉଛି ଶୁଣ ଆସିବା ଯିବା ଆସିବା ଏକା କଥା ନା ଅଲଗା କଥା ନାଇଁ ଅଲଗା କଥା ଶୁଣ ଆସିବା ଯିବା ମାନେ ଆସିକିରି ଗଲ ମୋ ଠାରୁ ଦୂରରେ ରହିଲ ଯିବା ଆସିବା ଯାଇକିରି ଆସିଲ ମୋ ପାଖରେ ରହିଲ ଭଲ ନା କଥା ଟିକେ ବୁଝ ଭଲ କି ବୁଝ ଗୁରୁ କରୁଛ ଆସିବା ଯିବା ତାମାନେ ମୋ ପାଖକୁ ଆସିକି ତମେ ଯାଇକି ଯୋଉଠୁ ଆସିଥିଲ ସେଇଠିକି ଯାଇ ରହିଲ ଆଉ ଯିବା ଆସିବା ମୋ ଠାରୁ ଯାଇଥିଲ ପୁଣି ଆସିକି ମୋ ପାଖରେ ରହିଲ ତେଣୁ ଆସିବା ଯିବା ଆସିବା ଏକା କଥା ହେଲେ ମଧ୍ୟ ତାଙ୍କର ରହିବା କଥାଟା ଭିନ୍ନ ବୁଝିପାରିଲ ଏଇ ହେଉଛି ଜୀବ ପରମ ହେଲା ତେଣୁ ଜୀବାତ୍ମା ଆସିକି ଦେହ ଭିତରେ ରହୁଛି ପରମାତ୍ମା ଯାଇକି ଶୂନ୍ୟରେ ରହୁଛି ଆସିବା ଯିବା ଆସିବା ଏକା କଥା ଯିଏ ଶୂନ୍ୟରେ ରହୁଛି ସିଏ ପରମ ସିଏ ଆସିକି ଶରୀର ଭିତରକୁ ଯେତେବେଳେ ଶରୀର ରୂପରେ ରହିଲା ବେଳକୁ ସିଏ ହେଇଯାଉଛି ଜୀବ
ଅଲେଖ ନିରଞ୍ଜନ ପ୍ରଭୁ। ବୁଝିପାରିଲ ନା? ଆଜ୍ଞା ଆଜ୍ଞା ବାସ୍ ତମେ ଅଲେଖ ଦେଇକି ଅଲେଖ କର୍ମ ବୋଧେ ତମେ କରୁଛ। ଆଜ୍ଞା ଆଜ୍ଞା ମୁଁ ତ ବେଶୀ କରିପାରୁନି, ଯେତିକି ପାରୁନି ସେତିକି କରୁଛି ଆଜ୍ଞା। ଯାହା କରୁଛ କର। ମୁଁ ଭାରି ଗୋଟିଏ ଖୁସି ତମେ ମତେ ପ୍ରଶ୍ନ ପଚାର, ବୁଝିପାରୁଛ? ମୁଁ ସମସ୍ତଙ୍କୁ କୁହେ ଗୁରୁ କରିକି ମତେ ପ୍ରଶ୍ନ ପଚାର, ଉତ୍ତର ପାଇବ ଭାରି ସୁନ୍ଦର ହିସାବରେ କମି। ଯିଏ ଅଣଗୁରିଆ ଯିଏ କହୁଛନ୍ତି ମୁଁ ଜାଣିନି ତମେ ଅନ୍ୟ କୋଉଠି ଦେଖ କଣ, ବୁଝିପାରୁଛ ନା? ତମେ ପ୍ରଶ୍ନ ପଚାରିଲ ଉତ୍ତର ପାଇଲ କି ନାଇଁ? ଆଜ୍ଞା ପାଇଲି ଆଜ୍ଞା। ଏମିତି ମୁଁ ଖୁସି ହେବି ତମେ ଏମିତି ତତ୍ତ୍ୱ ଭିତ୍ତିକ ପ୍ରଶ୍ନ ତମେ ପଚାର ହେଲା। ନାଇଁ ମୋର ଆକ୍ଚୁଆଲି ମୋର ଏଇଟା ଅନୁଭବର କଥା ମୁଁ ବାପୁଙ୍କୁ କହିଲି। ମୁଁ ତାଙ୍କୁ ତ ଆପଣଙ୍କୁ ତ ପ୍ରଥମେ ପଚାରିନି, ଆପଣ ସେଇ କଥାରୁ ତ ସବୁ ତ କହିଦେଲେ ଆପଣ। ଗୋଟାକରୁ ବାହାରିଲା ସବୁ। ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଗୋଟେ କଥା ବାବା ଆଜ୍ଞା, ଯୋଉ କଥାଟା କହିଲେ ଚିତ୍ତ ଶୁଦ୍ଧି ତାଙ୍କର ହେଇଯାଇଛି ବୋଲି ସେମାନେ ଜାଣିଲେ, ସେ ଚିତ୍ତ ଶୁଦ୍ଧିଟା ହବ କେମିତି, ତାର ରହସ୍ୟ କଣ, ଆଉ ଦିବ୍ୟ ଦୃଷ୍ଟି କାହାକୁ କୁହାଯାଏ, ଦିବ୍ୟ ଦୃଷ୍ଟି ପ୍ରାପ୍ତ ହବ କେମିତି, ସେ କଥାଟା ଟିକେ ସରଳ ବାବା ବୁଝେଇଦେବେ ଆଜ୍ଞା ଦୟାକରି। ଚିତ୍ତ ଶୁଦ୍ଧି ହବାର ଏକମାତ୍ର ଉପାୟ ହଉଛି ଗୁରୁ ନାମ, ସଦ୍ଗୁରୁ ଦତ୍ତ ନାମକୁ ଆମେ ଅହରହ ସ୍ମରଣ କରିବା। ଆଜ୍ଞା 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 ଅଲେଖ ମହାପ୍ରଭୁ। ସଦ୍ଗୁରୁ ଦତ୍ତ ନାମଟା କଣ ହୁଏ ନା, ସଦ୍ଗୁରୁ ଦତ୍ତ ନାମ ହଉଛି ଜ୍ଞାନ ରୂପକ ଖଡଗ। ଜ୍ଞାନ ଖଡଗରେ ତୋହରି ଦେହରେ ପ୍ରକୃତି ଲତାକୁ ପକା ହାଣେ। ତେଣୁ ସଦ୍ଗୁରୁ ଦତ୍ତ ନାମଟା ଯିଏ, ସିଏ ହଉଛି ଜ୍ଞାନ ଖଡଗ। ସିଏ କଣ କରିବ ନା, ତମେ ଯେତେ ନାମ ସ୍ମରଣ କରିବ ତମର ବିଶୋଧନ ହବ, ତମ କୁସଂସ୍କାର ଦୂର ହବ, ଜନ୍ମ ଜନ୍ମାନ୍ତର ଯେତିକି ସବୁ ପାପ ରାଶି ଅଛି, କର୍ମ ରାଶି ଅଛି, ସବୁକୁ ସେ ଧୀରେ ଧୀରେ କାଟି 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 ଦିନେ ତମକୁ ବିଶୁଦ୍ଧ କରିଦବ। ବୁଝିପାରୁଛ କି? ତାର କାରଣ ଆଜ୍ଞା ଆଜ୍ଞା ଶୁଣ ଖାଲି, ତାର କଥା କଣ ଯେ ତମେ ଭାତ ଖାଉଛ ହେଲା, ତମେ ଗୁଣ୍ଡ ଖାଇଦେଲ, ତମର ତୃପ୍ତି କଣ ହେଇଗଲା କି? ତୃପ୍ତି ହେଲା ନାହିଁ, କିନ୍ତୁ ଭୋକ ମଲା। ଆଉ ଗୁଣ୍ଡେ ଖାଇଲ, ତୃପ୍ତି ହେଲା ନାହିଁ, ଭୋକ ମଲା। ଏମିତି ଖାଇ 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 ଏମିତି ଗୋଟେ ସମୟ ଆସିବ, ଭୋକ ମରି 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 ସମ୍ପୂର୍ଣ୍ଣ ରୂପେ ତମର ତୃପ୍ତି ଆସିଯିବ। ଆସିବ ନା ନାଇଁ? ସେମିତି ତମେ ଆଜି 2-4 ଥର ନାମ ସ୍ମରଣ କଲ, ତମେ ଭାବୁଛ କିଛି ହେଲା ନାହିଁ, ହେଲା। ସେ ନାମ ତମର କିଛିଟା ଖଣ୍ଡନ କଲା, କିନ୍ତୁ ତମେ ଜାଣିପାରୁନା, କାହିଁକିନା ତମର ଭୋକଟା ଅଧିକ ଅଛି ନା। ତେଣୁ ପୁଣି କାଲିକି ଯେତେବେଳେ ତମେ କରିବ ପୁଣି ସେ କିଛି କାଟିବ। ଏମିତି କାଟି 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 ଦିନ ଆସିବ ତମ ଚିତ୍ତ ଶୋଧନ ହେଇଯିବ। ତମେ ଜାଣିପାରୁନ ଚିତ୍ତ କେତେବେଳେ ଶୋଧନ ହେଇସାରିବନି। କିନ୍ତୁ ଗୋଟେ କଥା ହଉଛି, ଅହଇ ଜଗନ୍ନାଥ ଦାସ ମୂଳଟି ଅଟଇ ବିଶ୍ୱାସ। ଗୁରୁ ନାମରେ ବିଶ୍ୱାସ ରଖିକି ତମେ କାମ କରିଚାଲ। ଗୁରୁ ନାମ ତମେ ଯେତେ ସ୍ମରଣ କରିବ ତମର ଚିତ୍ତ ସେତେ ଶୋଧନ ହବ। ମୁଁ ଆଉ ଥରେ କହୁଛି, ତାପରେ ଦିବ୍ୟ ଦୃଷ୍ଟି କଥା କହିବି। ଯେ ତମକୁ ତମେ 5 ଜଣ ପିଲା ହେଲା, ତମକୁ ଗୋଟେ ସମୁଦ୍ରରେ ତମକୁ 5ଟା ବୋଟ ଦିଆଗଲା ଯିବା ପାଇଁ। ତମେ 5 ଜଣ ସେ ବୋଟରେ ବସିଲ, ଚାଲିଲ, କିନ୍ତୁ ସେ ବୋଟର ଗୋଟେ ଲକ୍ଷଣ ଅଛି। କଣ? ତମେ ଯେତେବେଳେ ଓହ୍ଲେଇ ପଡିବ, ଯୋଉଠି ଓହ୍ଲେଇ ପଡିବ ସେ ସେଇଠି ରହିବ, ପୁଣି ଚଢିଲେ ସେ ଚାଲିବ। କଣ ବୁଝିପାରୁଛ କି? ତେଣୁ ସେପଟରେ ପହଞ୍ଚିବା ପାଇଁ ହେଲେ କୋଉଟା ତମର ନିହାତି କରିବା ଦରକାର? ବସି ରହିବା ଦରକାର। କାହିଁକିନା ତୁମେ ଯେତେ ବସିବ ସେ ଚାଲିବ, ଯେତେବେଳେ ଓହ୍ଲେଇ ବନ୍ଦ ହେଇଯିବ ହେଲା। ଯୋଉ ଲୋକଟା ପୁରା ଅହରହ ବସିକି ରହିଲା ସେ ଆଗେ ପହଞ୍ଚିଯିବ। ବସୁଛି ଓହ୍ଲଉଛି ବସୁଛି ଓହ୍ଲଉଛି, ସେ ପହଞ୍ଚି ପାରିବ କି? ସେଇଭଳି ପ୍ରକାର କଥା। ଗୁରୁ ନାମ ରୂପକ ନୌକାରେ ତମେ ବସିକିରି ଭବସାଗରରେ ତମେ ଚାଲୁଛ। ଯଦି ଚାଲୁଛ, ଯିଏ ଯେତିକି ସମୟ ବସିବ ସେ ସେତିକି ସମୟ ଚାଲିବ। ଯଦି ତମେ ପୁରା ଏକଦମ ଅଧିକ ସମୟ ବସ, ଏଇ ଜନ୍ମରେ ବି ତମେ ଆର କୂଳରେ ପହଞ୍ଚି ଯାଇପାରିବ। ଆଉ ଯଦି ତମେ ଏମିତି ବସୁଥିବ ଓହ୍ଲୁଥିବ, କେତେ ଜନ୍ମ ବିତିଯିବ କହିହବନି। ଧରିଲା ତାକୁ ଗୁରୁ ନାମ ରୂପକ ନୌକାରେ ତମେ ବସିକିରି ତମେ ଚଲା। ବୁଝିପାରିଲେ କି? ନାମ ତୋରି ଆଶ୍ରେ ଚଳିବି, ରଣ ନଦୀ ସେ ପାରି, କର୍ମ ମଙ୍ଗ ଦିଅ ସଳକେ, କୃପା ହୁଲା ମାରି, ଦୃଢ଼ କରି ମୁଷ୍ଟି ଧରିଛି, ଏକାକ୍ଷର ଗାଣ୍ଡିବ, ଲୟ ରଖି ପଦ୍ମ ଚରଣେ, ତ୍ରାହି କର ହେ ଦେବ। ବୁଝିଲ ନା? ତେଣୁ ଏଇଟା ହଉଛି କଣ, ଯେ ଚିତ୍ତ ଶୋଧନ କରିବାର ଇଏ ହଉଛି ଗୋଟିଏ ଉପାୟ।
ଦିବ୍ୟ ଦୃଷ୍ଟି କଥା କହୁଛ, ଦିବ୍ୟ ଦୃଷ୍ଟି କଥା କହୁଛ ଯେ ଦିବ୍ୟ ଦୃଷ୍ଟି ଅର୍ଥ ହଉଛି ଜ୍ଞାନ ଦୃଷ୍ଟି, ବୁଝିପାରିଲ? ତମର ଜ୍ଞାନ ଯେତେ ବଢିବ ସେ ଦୃଷ୍ଟି ତମର ସେତିକି ଖୋଲିବ। ଦିବ୍ୟ ଦୃଷ୍ଟି ବୋଲି ଗୋଟେ ଆଖି ନାହିଁ ଯୋଉଥିରେ ଯେମିତି ଫଟୋରେ ସବୁ ଦିଆହଉଛି ଶିବଙ୍କର ତୃତୀୟ ନେତ୍ର ଖୋଲୁଛି, ତା ନୁହେଁ। ଦିବ୍ୟ ଅର୍ଥ ହଉଛି ତୃତୀୟ ନେତ୍ର, ସେଇଆକୁ କୁହାଯିବ ଯେ ତମର ଜ୍ଞାନ ନେତ୍ର। ତମେ ଜ୍ଞାନ ବଳରେ ସବୁ କଥା ଗୁଡାକ ତମେ ଜାଣିପାରିବ, ହେଲା। ସେଇ ଯୋଉ ଦିବ୍ୟ ଦୃଷ୍ଟି ଖୋଲିବ କେତେବେଳେ ନା, ଏଇ ଯୋଉ ଗୁରୁ ନାମକୁ ତମେ ଯଦି ସ୍ମରଣ କରି ଯେତେବେଳେ ତମର ଚିତ୍ତ ଶୋଧନ ହେଇଯିବ, ତମର ଧୀରେ ଧୀରେ ଜ୍ଞାନ ବଢିବ, ବୁଝିପାରୁଛ କି? ଜ୍ଞାନ ଯେତେବେଳେ ଜ୍ଞାନ ଯାଉଁ ଯାଉଁ ବଢୁଥିବ, ତମର ନେତ୍ର ତାଉଁ ତାଉଁ ଖୋଲୁଥିବ। ଦିବ୍ୟ ଦୃଷ୍ଟି କେମିତି ଖୋଲେ ମୁଁ ତମକୁ ବୁଝେଇ ଦଉଛି। ତମେ ଦେଖିଥିବ ପିଲାଦିନେ ତମର କୁକୁର ଛୁଆ, କୁକୁର ଛୁଆଟି ପ୍ରଥମେ ଯେତେବେଳେ ସେ ଜନ୍ମ ହୁଏ ତାର ଆଖି ଫିଟି ନଥାଏ, ତେଣୁ କିଛି ଦିନ ପରେ ତାଙ୍କର ଆଖି ଫିଟେ, କୁହନ୍ତି 21 ଦିନ ପରେ ତାଙ୍କର ଆଖି ଫିଟେ। ସେଇ ଯେଉଁ ଆଖି ପ୍ରଥମେ ଫିଟି ନଥାଏ, ସେ କ'ଣ ହୁଏ ନା 21 ଦିନ ଭିତରେ ଧୀରେ 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 ଉନ୍ମୋଚିତ ହୁଏ, ଶେଷରେ ଆଖି ଫିଟେ। ଠିକ୍ ସେଇଭଳି ଆମେ ଯେତେବେଳେ ଜ୍ଞାନ ସାଧନା କରିବା, ଆମର ତୃତୀୟ ଚକ୍ଷୁ ଫିଟି ନଥିବ, ତେଣୁ ଆମେ ଯେତେବେଳେ ଜ୍ଞାନ ସାଧନା କରିବା ସେ ତୃତୀୟ ଚକ୍ଷୁ ଧୀରେ 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 ଉନ୍ମୋଚିତ ହେବ। ଆମେ ଯେତେବେଳେ ଯାଉଁ ଯାଉଁ ଜ୍ଞାନର ଉଚ୍ଚତର ପାହାଚକୁ ଯିବା, ତେଣୁ ଆଖି ଆମର ଧୀରେ ଧୀରେ ଫିଟି ଫିଟି ଯିବ, ଶେଷରେ ଆମର ଦିବ୍ୟ ଚକ୍ଷୁ ଖୋଲିଯିବ। ଏହାକୁ କୁହନ୍ତି ତୃତୀୟ ନେତ୍ରର